ଭଙ୍ଗା ଖେଳନାର ଲେଖକ କିଏ? କିଶୋରୀ ଚରଣ ଦାସ। ଓକେ, ତ ଷଷ୍ଠ ପରିଚିତ ଟିକେ ଦେଖିଦେବା କ'ଣ କିଶୋରୀ ଚରଣ। ଓଡ଼ିଆ ଗଳ୍ପ ସାହିତ୍ୟ ସାଧନାରେ ଗାଳ୍ପିକ କିଶୋରୀ ଚରଣ ଦାସ ଏକ ଅନନ୍ୟ ପ୍ରତିଭାବାନ ବ୍ୟକ୍ତି। କାଳଜୟୀ ସାହିତ୍ୟ ସାଧକ ଶ୍ରୀଯୁକ୍ତ ଦାସଙ୍କ ଗଳ୍ପ ସମୂହ ଏକ ନୂତନ ଆଭାସର ସଂକେତ ଦେଇଥାଏ। ତାଙ୍କର ଲେଖନୀ ନୂତନ ଦିଗନ୍ତରେ ସ୍ପର୍ଶକତାର ଓ ଦୀପ୍ତି ଚେତନାର ଏକ ନୂତନ ବାହକ। ବର୍ଣ୍ଣନା ବୈଚିତ୍ର୍ୟ ଗଭୀର ଭାବବେଗ ମଧ୍ୟରେ ତାଙ୍କର ଗଳ୍ପଗୁଡ଼ିକ ରୁଦ୍ଧିମନ୍ତ। ସେହି ଅନନ୍ୟ ସାଧକଙ୍କର ଜନ୍ମ ହେଉଛି କେତେ? 1924 ମାର୍ଚ୍ଚ 1 ତାରିଖରେ। କିଶୋରୀ ଚରଣ ଦାସଙ୍କର ଯଦି ପଢ଼ିଥିବ ତାଙ୍କର ଜନ୍ମ କେଉଁଠି, ଜନ୍ମ କେତେ ତାରିଖର ହୋଇଥିଲା, ତ ଆପଣମାନେ ଲେଖିବ 1924 ମାର୍ଚ୍ଚ 1 ତାରିଖରେ। ତାଙ୍କର ଘର କେଉଁଠି ନା କଟକ ଜିଲ୍ଲାର ଏକ କ୍ଷୁଦ୍ର ଅକ୍ଷତ ପଲ୍ଲୀରେ ହେଲା। ବାସ୍ ଏତିକି ଜାଣ। ଆଉ କ'ଣ ତାର ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ରହିଛି ଆମେ ଦେଖିବା ଏବଂ ଜାଣିବା। ମେନ୍ କଥା ହେଉଛି ତମେ କୋଶ୍ଚିନ୍ ଜାଣିଲେ ହିଁ ବୁଝିପାରିବ, କୋଶ୍ଚିନ୍ ଦେଖିଲେ ଜାଣିପାରିବ ଏବଂ ବୁଝିପାରିବ ହେଲା। ଭଙ୍ଗା ଖେଳନା ଗଳ୍ପର ନାମକରଣ ସାର୍ଥକତା ପ୍ରତିପାଦନ। ବାସ୍ ଏଇ ଗୋଟିଏ କୋଶ୍ଚିନ୍ ଯିଏ ଦେଖିଦେଲା, ବାସ୍ ଏଇ ଗୋଟିଏ କୋଶ୍ଚିନ୍ ଭଙ୍ଗା ଖେଳନାରେ ଦେଖିଦିଅ, ଆପଣମାନଙ୍କୁ ଆଉ କିଛି ବି କରିବାକୁ ପଡ଼ିବନି ହେଲା। ବାସ୍ ଏଇ ଗୋଟିଏ କୋଶ୍ଚିନ୍ ଯଦି ଆସିବ ଭଙ୍ଗା ଖେଳନା ଏଇଟା ହିଁ ଲେଖିବ, କାହିଁକିନା ତାହାରି ଉପରେ ହିଁ ଇଏ ଦେଇଛି, ତାହାରି ରିଲେଟିଭ୍ ଜିନିଷ ହିଁ ଦେଇଛି, କିଛି ଅସୁବିଧା ନାହିଁ। ଦେଖ, ଏକ ପ୍ରତୀକାତ୍ମକ କ୍ଷୁଦ୍ର ଗଳ୍ପ ଭଙ୍ଗା ଖେଳନା ଗଳ୍ପଟି ନାମିତ ଆଲୋଚନା କର। ମାନେ ତା ଉପରେ ଯଦି ଆଲୋଚନା ବି କରିବାକୁ କହିଥିବ ତାହେଲେ ତମେ ବି ଆଲୋଚନା କରିପାରିବ, କିଛି ଅସୁବିଧା ନାହିଁ। ଦେଖ, ଷଷ୍ଠା ପ୍ରତିଭାର ନିକଷ ହେଉଛି ତାର ସୃଷ୍ଟି। ଆଗକୁ ତମେ ବୁଝିପାରିବ ହେଲା। ଏବେ ଖାଲି ଜଷ୍ଟ ଦେଖ କ'ଣ ଦେଇଛି। ଅନୁଭବର ଗଭୀରତାରେ ସୃଷ୍ଟିର ରୂପାୟନ ହୁଏ ସାର୍ଥକ। ଷଷ୍ଠା ହୁଏ କାଳଜୟୀ। ମୁଁ ସେଠି କହିଥିଲି କାଳିଜୟୀ ନା, ଠିକ୍ ଅଛି, କାଳଜୟୀ। ଏହି ଦୃଷ୍ଟିକୋଣରୁ ବିଚାର କରି ବସିଲେ ଭଙ୍ଗା ଖେଳନାଟି ଗାଳ୍ପିକ କିଶୋରୀ ଚରଣ ଦାସଙ୍କ ଗଳ୍ପ ପ୍ରତିଭାର ଏକ ଜୀବନ୍ତ ଅଲେଖ। ଦେଖ କେମିତି କ'ଣ ଗଳ୍ପଟି ହୋଇଛି ତାହା ଉପରେ ଆଲୋଚନା କରାଯାଇଛି। ଦେଖିବା, ବୁଝିବା ଏବଂ ନୋଟ୍ କରିବା ସମସ୍ତେ। ଆଉ ଯେଉଁମାନେ 2 ମାର୍କିଆ ଚାହୁଁଛନ୍ତି ତ ସେମାନଙ୍କୁ ଆପଣମାନଙ୍କୁ ମିଳିଯିବ ଟେଲିଗ୍ରାମରେ ଜଏନ୍ ହୋଇକିନି ଆପଣମାନଙ୍କୁ 2 ମାର୍କିଆ ଆପଣମାନେ ମୁଁ ସେୟାର କରିଦେଇଛି, ଆପଣମାନେ ଡାଉନଲୋଡ୍ ବି ସେଠୁ କରିପାରିବେ। ଓକେ, ଦେଖ କ'ଣ ଦେଇଛି। ନାମକରଣ ପ୍ରକ୍ରିୟା ସୃଷ୍ଟିର ଆରମ୍ଭ କାଳରୁ ଚାଲୁ ହୋଇ ଆସୁଅଛି। ପଦାର୍ଥ ହେଉ ବା ବ୍ୟକ୍ତି ବିଶେଷ ହେଉ, ଏହି ନାମକରଣ ଦ୍ୱାରା ହିଁ ସେ ନିଜର ପରିଚୟ ପ୍ରଦାନ କରିଥାଏ। ଠିକ୍ ସେହିପରି ସାହିତ୍ୟ ଜଗତରେ ମଧ୍ୟ ସୃଷ୍ଟିର ନାମକରଣ ଯଥାର୍ଥ ରହିଛି। ସୃଷ୍ଟି ପରେ ସ୍ରଷ୍ଟା ତାହାକୁ ନାମକରଣ କରିବାରେ ନିଜସ୍ୱ ଗଭୀର ଭାବଲେଖ ପ୍ରୟୋଗ କରିଥାଏ। ସେ ଯୋଉଠି ହେଉ ନା କାହିଁକି ନାମକରଣ ତ ହୋଇଥାଏ ନା। ଆଚ୍ଛା, ସାହିତ୍ୟରେ ନାମକରଣ ସ୍ୱରୂପ ନିର୍ଣ୍ଣୟ କଲାବେଳେ ଏହାକୁ ଦ୍ୱିବିଧ ଦୃଷ୍ଟିକୋଣରୁ ବିଚାର କରାଯାଏ। ଗୋଟିଏ ହେଉଛି ବିଷୟଭିତ୍ତିକ ଓ ଅନ୍ୟଟି ହେଉଛି ଚରିତ୍ର ଭିତ୍ତିକ। କିନ୍ତୁ ଭଙ୍ଗା ଖେଳନା କ୍ଷୁଦ୍ର ଗଳ୍ପ ଏକ ପ୍ରତୀକାତ୍ମକ କ୍ଷୁଦ୍ର ଗଳ୍ପ ଭାବରେ ପରିଚିତ। ବୁଝିପାରିଲ? ସମସ୍ତେ ଏଇ 2ଟା ପଏଣ୍ଟ ଲେଖିବ ହେଲା। ଯଦି ଆସିଲା ଭଙ୍ଗା ଖେଳନା ଉପରେ କୋଶ୍ଚିନ୍ 2ଟା ଲେଖିବ, ସମସ୍ତେ ଲେଖିବ। ପଢ଼ିଦେବ, 2-3 ଥର ପଢ଼ିଦେଲେ ତାକୁ ପ୍ରାକ୍ଟିସ୍ କରିବ। ଲେଖିବା ପ୍ରାକ୍ଟିସ୍ କରିବ ହେଲା। ପଢ଼ିବ 2-3 ଥର, ତାକୁ ନିଜେ ନ ଦେଖି ଲେଖିବ। ଏବେଠୁ ନୋଟ୍ କରିଦିଅ, ତାପରେ ତମେ ଲେଖିବ। ଏଉଠୁ ଭଲ ଭାବରେ ବୁଝ ଗଳ୍ପଟି ଆକ୍ଚୁଆଲି କ'ଣ ଦେଇଛି କ'ଣ ନାହିଁ, ସବୁ ଏଉଠୁ ବୁଝିପାରିବ ହେଲା। ଦେଖ ମୁଁ କ'ଣ କହୁଛି, ଭଲ ଭାବରେ ପଢ଼ୁଛି, ତମେ ବୁଝ। କାବ୍ୟର ନାୟିକା ହେଉଛି ଏକ 10 ବର୍ଷ ବୟସର କିଶୋରୀ ଗୀତା ହେଲା। ଦେଖ, ଏକ ମିଳନ ଅପରାହ୍ନ ସୌନ୍ଦର୍ଯ୍ୟ ଭିତରେ ବିରାଟ ପରିବର୍ତ୍ତନକୁ ସେ ଲକ୍ଷ୍ୟ କରିଛି। ତାର ବାପା ଆଉ ବୋଉକୁ କେନ୍ଦ୍ର କରି। ସେ କାହାକୁ ଲକ୍ଷ୍ୟ କରି? ତା ବାପା ଆଉ ବୋଉକୁ କେନ୍ଦ୍ର କରି ସେ ଲକ୍ଷ୍ୟ କରିଛି। ଦେଖ, ଅତୀତରେ ତାର ବୋଉ ଓ ବାପା ଖୁସି ହେଉଥିଲେ। ହସ ଖୁସିରେ ତାଙ୍କର ସଂସାର ଗତି କରି ଚାଲୁଥିଲା। ଖୁସି ହେବାର ସମସ୍ତ ଉପାଦାନ ତାର ଜୀବନ ଖେଳନାଟିକୁ ଆନନ୍ଦମୟ କରୁଥିଲା। ଅଜି ଲେଖା ହେଇଛି ଏଠି ହେବ ଆଜି ହେଲା। ଆଜି ତାର ସେଇ ମନର ଖେଳନାଟି ଭାଙ୍ଗି ଯାଇଛି।
कौन भांगी जाइए मन खेलना केमिति भांगी जाइए देखा बोऊ सर्वदा रागुचंती बापा सब बड़े कौन चुपचाप बसुचंती कहीं बसुचंती सेटा भी बुझा मिछटारे बोऊ रागुचंती गीता उपरे तांकर चरित्र रे एक अस्वाभाविक परिवर्तन घटी गीता अतीत को रोमन्थ करी बापा चरित्र रे देखा देथिबा परिवर्तन को पखाणी बसी बापा आजिकाली कहारी को गेल्हा करूना से आजिकाली विलंबर ऑफिस फेरुचंती तांकू किछि टिके कहिला बेलकू से विरक्त भाव प्रकाश करुचंती बोऊ जदि पचारिबे खाइबा को आनिबी से कहउचंती किछि दरकार नै तो काहे के एमिति होउछि देखिबा पढिबा एवं जानिबा गीता मनरे विराट दुख बापा केते गीत शिखौथिले चेष्टा करुथिले हेले आजी वास्तव रे निष्ठुर आघात रे ता मनरे भांगी जाइथिबा खेलनाटी दृश्य नायक होई पड़छि माने ता मनरे भांगी जाइथिबा खेलना माने कोन माने बापा बोऊ आउ ठीक से माने माने कथा होनांती कि हमरो ता संग गीता संग रे कथा होनांती कि डेरी रे ऑफिस रु आसुचंती तो एई परी होईची देखो तापरे बासंती कहउतला ता बापा जाउनु आसुनु केला करंती किंतु ता बापा चपल गीत मनरे केते आघात लागिची से कथा ही केवल जाने बोऊ मनरे दुख अवशेष दूर कराई ताको खुशी कराइबा निमंते गीता बोऊर जन्मदिन बहुत दिन साइति रखिथिबा टंकाटिए देई गोटिए प्रेजेंट किनिची हला गोटे कोन प्रेजेंट किनिची बोऊ ता जन्मदिन उपहार देव हला ता जन्मदिन उपहार देव से तो कोन ऊपर खुशी हेबो ओ ताको गेल्हा करिवो बदल रे से मध्य मते पुरस्कार देव रिबन केक न हेले गोटे पेंसिल ता मन गोटे केते धारण जे मो ठारू केही भलो प्रेजेंट आनी नथिबे से विचार करी निश्चय बापा आणुथिबे पुणी भाबिची बनु दादा आनीथिबे बोऊ खुशी हेबो से कोन भाबिची ना मु मोर जो प्रेजेंट जो अछि मो भरी केही भी आनी नथिबे पुणी से कौन भावची ना बनु दादा भी आनी बहु खुशी हम देखा तापर कौन होची ओके फेरिबा बाटरे एपरी भावना नहीं गीता घरे पहुंचला स्कूल से फेरुला एपरी भावना नहीं कि हला तापर कौन हला खरे आलुओ जळुची खरे केई नाहांती किंतु बाहर अंधार पूजारी कबाट खोलिला माँ मिश्र बाबू को बाबू घर को जाइचंती बोली कहला के गीता को कहला पूजारी कबाट खोलिला पिला माने खेलिबा को जाइचंती बापा घरे नांती पूजारीटी गीता को सबु कथा जणाई देला पूजारी हला तापरे कोन जणैला हम जानिबा गीता विचार करिछि जे बोऊ नाही केई नाहांती बोऊर कोन आज मने नाही तार जन्मदिन बोली से बोऊ को जणाई देबा आनिथियो प्रेजेंट मझी घरे आलुओ तळे रखिबो बोऊ खुशी हेबो से पुणी स्थिर करिछि दांड घर को नै ताकू खोला खोली करी सेठारे सजाड़ी कौन ठीक ठाक करी मझी घर को आनी दांड घर को गला से तार अलीमालिका खेलना गुड़ी को सजाड़ी पाकू लगिला तो पिला माने बोरिंग लागुथो मु भाबी परछि काहे कि ना आपण माने बहुत समय ला देखिलेनी तो आपण मानको एग्जाम अछि तो देखिबा को ही पड़िबो आ भल भाबरे माने सुनिबा को ही पड़िबो जदी भी आपण माने लिखिबे माने एग्जाम रे 6 सेमेस्टर ना बैक लागि गेले तो जानथियो मानियर रहइबा पड़िबो तो सेति पय बोरिंग लागु बरं आपण मानको कष्ट टिए करबा को पड़िबो ओके कन्या मझरे दी पाखरे बाजावाला कन्या सांगरे खट आलमारी सोफा सेट किंतु दुई जिनिसर अभाव देखिछि सिलाई मेसिन और रेटू एथरक बजार गले बोऊ को कही से दुईटा जिनिस भी आनिबी कागज रे बंधा होइतिबा प्रेजेंट को खोलिला सेईटी हेउची पद्म फूल बेसी टंका होइतिबा सुंदर फूलटिए मिली थांता हला बोऊ देखिले निश्चय खुशी हबो निज प्रेजेंट को नहीं मझी घरे रखिबार निष्पत्ति नेला मझी घर प्रवेश करिबा
କାଠପଟା ଉପରେ ଥୁଆ ହୋଇଥିବା ସୁନ୍ଦର ପ୍ରେଜେଣ୍ଟଟିଏ ଦେଖିଲା। ତା ହେଉଛି ଗୋଟିଏ କ'ଣ ତାଜମହଲ। ବଡ଼ ସୁନ୍ଦର ଦେଖାଯାଉଛି। ତା ତଳେ ଥିବା କାଗଜଟିକୁ ପଢ଼ି ଜାଣିଲା ବୋଉର ଜନ୍ମଦିନ ଦାଦା ଦେଇଛନ୍ତି। ଦାମିକିଆ ହେଲେ ମଧ୍ୟ ତାଠାରୁ ସେ ଆଣିଥିବା ପ୍ରେଜେଣ୍ଟଟି ଭଲ ହୋଇଛି ବୋଲି ସେ ଅନୁଭବ କଲା। ସେ ଜିନିଷକୁ ଦାଣ୍ଡ ଘରକୁ ନେଇଯିବା, ତାର ପ୍ରେଜେଣ୍ଟଟିକୁ ମଝି ଘରେ ରଖିବା ପାଇଁ ସ୍ଥିର କଲା। ତାପରେ ବୋଉ ଆଖି ଆଗରେ ତା ପ୍ରେଜେଣ୍ଟଟି ଉପରେ ପଡ଼ିବ। ଖଟ ବାଡ଼ରୁ ଓହ୍ଲାଉଥିବା ବେଳେ ତାଜମହଲଟି ତଳେ ପଡ଼ି ଭାଙ୍ଗିଗଲା। ଗୀତାର ମନ ଖେଳନାଟି ଭାଙ୍ଗିଗଲା। ଗୀତାର ମନ କ'ଣ ହେଲା ନା ମାନେ ଖେଳନାଟି ଭାଙ୍ଗିଗଲା। ଆଚ୍ଛା, ତାପରେ ଦେଖ, ଯେଉଁ ଖେଳନାଟିକୁ ବୋଉ ପାଇଥିଲା ସେ ଖୁସି ହୋଇଥାନ୍ତା, ସେଇଟା ଭାଙ୍ଗିଗଲା। ତା ଛାତିରେ ଚମକ ଲାଗିଲା। ସେ ଭାବିଲା ବୋଉ ନିଶ୍ଚୟ ରାଗିବ। ବୋଉ ତ ସବୁଦିନ ରାଗେ, କିନ୍ତୁ ଆଜି ଆହୁରି ରାଗିବ, କାରଣ ବୁନୁ ଦାଦାଙ୍କ ଜିନିଷ ସେ ଭାଙ୍ଗି ଦେଇଛି। ହେଲା, ସବୁ ଜନ୍ମଦିନର ସଉକ ଚାଲିଯିବ, କିନ୍ତୁ ପର ମୁହୂର୍ତ୍ତରେ ବିଚାର କରିଛି ସେ ଆଣିଥିବା ପ୍ରେଜେଣ୍ଟକୁ ଭାଙ୍ଗି ଦେବାକୁ। ମାତ୍ର ସେ ଇଚ୍ଛା କରି ଭାଙ୍ଗି ନାହିଁ। ସେ ତାକୁ ଦଣ୍ଡ ଘରେ ରଖାଯାଇଥିଲା ବୋଲି ଆପେ ଆପେ ଭାଙ୍ଗି ଯାଇଛି। ଦାଣ୍ଡ ଘରେ ଦାଣ୍ଡ ଘରେ ରଖାଯାଇଥିଲା ବୋଲି ସେ ଆପେ ଆପେ କ'ଣ ହେଇଛି ଭାଙ୍ଗି। ଏଣୁ ତାର ଦୋଷ କ'ଣ? ନାଇଁ, ମୁଁ ଜାଣି ଶୁଣି କିଛି କରିନି ବୋଲି ସେ ଚିନ୍ତା କରିଛି। ପୁଣି ଭାବିଛି ବୁନୁ ଦାଦାଙ୍କ ଜିନିଷ ଭାଙ୍ଗି ନାହିଁ। ବୋଉ ମୋତେ ଭଲ ପାଏ, ମୋର ନିଶ୍ଚୟ କଥା ସେ ବୁଝିବ। ହେଲା, ତାପରେ ଦେଖ କ'ଣ ହେଇଛି। ମହଲଟି ଭାଙ୍ଗି ଯାଇଛି ଏବଂ ଗୀତାର ମନ ମଧ୍ୟ ଭାଙ୍ଗି ଯାଇଛି। ତାର ସୁଖ ଦୁଃଖ ଓ ବୋଉ ଜନ୍ମଦିନର ସଉକ। ଖେଳନା ଭାଙ୍ଗି ଯାଇଛି, ସମୃଦ୍ଧି ଭାଙ୍ଗି ଯାଇଛି ଓ ଗୀତାର ମନର ଝଲକ ଭାଙ୍ଗି ଯାଇଛି। ବୁଝିପାରିଲ? ଖେଳନା ଭାଙ୍ଗି ଯାଇଛି ମାନେ ଭଙ୍ଗା ଖେଳନା। କ୍ଲାସରେ ସେ ଫାଷ୍ଟ ହୋଇଥିଲା, ଯେଉଁ ଆନନ୍ଦ ପାଇଥିଲା ବୋଉକୁ ସେ କଥା ସେ କହିଥାନ୍ତା। କ୍ଲାସରେ ସେ ଫାଷ୍ଟ ହୋଇଥିଲା ତ ସେଇ କଥା ସେ କହିଥାନ୍ତା। ନିଜ ପ୍ରେଜେଣ୍ଟଟିକୁ ଦେଇଥାନ୍ତା, କିନ୍ତୁ ସେ ସବୁ ତା ଭିତରେ କ'ଣ ହେଇଛି, ତାଜମହଲ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଛି। ବାସ୍ତବରେ ଗାଳ୍ପିକ ଭାଙ୍ଗି ଯାଇଥିବା ତାଜମହଲଟିକୁ ବିଷୟବସ୍ତୁରେ ବିବାହ ରୂପେ ଗ୍ରହଣ କରି କ୍ଷୁଦ୍ର ଗଳ୍ପ ଭଙ୍ଗା ଖେଳନା ନାମରେ ପ୍ରତିକାତ୍ମକ ନାମକରଣ ସେ କରିଛନ୍ତି। ଏଣୁ ଆଲୋକ କ୍ଷୁଦ୍ର ଗଳ୍ପ ନାମକରଣ ଏକ ସାର୍ଥକ ରୂପ ସେ ଦେଇପାରିଛନ୍ତି। ଏହା ଅତ୍ୟନ୍ତ ମର୍ମସ୍ପର୍ଶୀ, ହୃଦୟସ୍ପର୍ଶୀ ହୋଇଛି। ତ ଇଏ ଥିଲା ଆପଣମାନଙ୍କର କ୍ୱେଶ୍ଚିନ୍ର ଆନ୍ସର୍। ଆଶା କରୁଛି ଆପଣମାନେ ଭିଡ଼ିଓକୁ ବୁଝିପାରିଥିବେ ଏବଂ ଯଦି ଭଲ ଲାଗିଥିବ ଭିଡ଼ିଓଟି ତାହେଲେ ଭିଡ଼ିଓକୁ ଲାଇକ୍ କରିବେ। ଚ୍ୟାନେଲକୁ ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।